ଥରେ ଅର୍ଜୁନଙ୍କ ମନରେ ଅହଙ୍କାର ଜାତ ହେଲା ଯେ ସେ ହେଉଛନ୍ତି ବିଶ୍ୱର ସର୍ବଶ୍ରେଷ୍ଠ ଧନୁର୍ଦ୍ଧର। ତ କୃଷ୍ଣ ଜାଣିପାରିଲେ, ତ ସେଥିପାଇଁ ସିଏ କ'ଣ କଲେ, ହନୁମାନଙ୍କୁ ପଠାଇଲେ ତାଙ୍କ ଅହଙ୍କାର ଭାଙ୍ଗିବା ପାଇଁ। ହନୁମାନଙ୍କର ସହିତ ତାଙ୍କର ଭେଟ ହେଲା। ତ ଭେଟ ହେଲା ପରେ ଅର୍ଜୁନ ତାଙ୍କୁ କହିଲେ ଯେ ଶ୍ରୀରାମଚନ୍ଦ୍ର କାହିଁକି ବାନରମାନଙ୍କର ଆଉ ସୁଗ୍ରୀବଙ୍କର ସାହାଯ୍ୟ ନେଲେ ପୋଲ ତିଆରି କରିବା ପାଇଁ। ସିଏ ତ ନିଜେ ଚାହିଁଥିଲେ ନିଜେ ସରରେ ପୋଲ ତିଆରି କରିପାରିଥାନ୍ତେ। ତ ହଁ କରିପାରିଥାନ୍ତେ, କିନ୍ତୁ ସେ ବାନର ସେନାରେ ଏତେ ବଳବାନ ବାନର ଜଣ ଥିଲେ, କାଳେ କେଉଁଠି କ'ଣ କିଛି ଅସୁବିଧା ହେଇଯିବ ବୋଲି ସିଏ କରିଲେ ନାହିଁ। ଯେହେତୁ ସେ ଭଗବାନ ଅବତାର ଥିଲେ କରିପାରିଥାନ୍ତେ, କିନ୍ତୁ ଯେହେତୁ ମନୁଷ୍ୟ ଯୋନିରେ ଜନ୍ମ ହେଇଥିଲେ, ସେଥିପାଇଁ ସେ ଭଗବାନଙ୍କର ଲୀଳା କରିଲେ ନାହିଁ। ତ ସେ କହିଲେ ତାହେଲେ ଠିକ୍ ଅଛି, ମୁଁ ମୋ ତୀରରେ ପୋଲ କରୁଛି, ଆପଣ ଯଦି ଚାହୁଁଛନ୍ତି ଦେଖିବା ଭାଙ୍ଗି ଦେଇପାରିବେ ଦେଖାନ୍ତୁ। ସେ ହନୁମାନ କହିଲେ ଠିକ୍ ଅଛି, ଯଦି ସିଏ ମୋ ଭାର ସହିଗଲା ତାହେଲେ ତାହେଲେ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ଆଉ କ'ଣ। ତ ଇଏ କ'ଣ କଲେ, ଅର୍ଜୁନ ତାଙ୍କର ଧନୁରେ ତୀରରେ ପୋଲ ତିଆରି କଲେ। ଯେତେବେଳେ ହନୁମାନ ଯାଇକି ପୋଲ ଉପରେ ପାଦ ଦେଇଦେଲେ, ସେ ପୋଲ ଭାଙ୍ଗିଗଲା। ତାପରେ ପୁଣି କୃଷ୍ଣଙ୍କ ସହାୟତାରେ ପୋଲ ଆଉ ଥରେ ତିଆରି କରାହେଲା। କିନ୍ତୁ ଯେତେବେଳେ ହନୁମାନ ଯାଇକି ଠିଆ ହେଲେ, ସେ ପୋଲ ସ୍ଥିର ରହିଲା। ତ ଏଥିରୁ ଜଣାପଡ଼େ ଯେ ସେ ଯେଉଁ ପ୍ରଥମ ଯେଉଁ ପୋଲଟି କରିଥିଲେ, ସେ ଅହଙ୍କାରରେ କରିଥିଲେ, ଯେଉଁଥିପାଇଁ ସେ ଭାଙ୍ଗିଗଲା। ସେତେବେଳେ ଅର୍ଜୁନ ବୁଝିପାରିଲେ, ହଁ ସେ ତାଙ୍କର ଅହଙ୍କାର ଥିଲା, ସେଥିପାଇଁ ହେଲେ। ଏବଂ ସେଇଠିକିନା ସେ ହନୁମାନଙ୍କୁ ଅନୁରୋଧ କରିଥିଲେ ଯେ ସେ ତାଙ୍କର ରଥରେ ଧ୍ୱଜ ଉପରେ ବସନ୍ତୁ। ସେଥିପାଇଁ ଅର୍ଜୁନଙ୍କୁ କପିଧ୍ୱଜ ବୋଲି କୁହାଯାଏ। ଯୁଦ୍ଧ ସରିଲା ପରେ ଶ୍ରୀକୃଷ୍ଣ ଆଉ ହନୁମାନ ଯେତେବେଳେ ପତାକାରୁ ଓହ୍ଲାଇ ଆସିଲେ, ସେ ରଥ ଧ୍ୱଂସ ହୋଇଯାଇଥିଲା।